ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 9/10/2025 ମାନେ ଅକ୍ଟୋବର 9 ତାରିଖ ସିବିଟି ମୋଡରେ ହୋଇଥିବା ଆର୍ଆଇ ଏଆର୍ଆଇ ଅମିନ୍ ଆଇସିଡିଏସ୍ ଏସ୍ଏଫ୍ଏସ୍ର ସେକେଣ୍ଡ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆମେ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ସିଫ୍ଟ ୱାଇଜ୍ ଆନାଲିସିସ୍ କରିଥାଏ। ତେଣୁକରି ଏହି ଆନାଲିସିସ୍ର ଭିଡ଼ିଓ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ପହଞ୍ଚିଯିବ। ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ, ବୁଝିହେଲା। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ନମ୍ବର 1 କ୍ୱେଶ୍ଚନ୍ ଆପଣମାନଙ୍କ ପାଇଁ କ'ଣ ରହିଛି। ହୁ ଇଜ୍ ଦ ଗ୍ରେଟେଷ୍ଟ ରୁଲର ଅଫ୍ ପ୍ରତିହାର ଡାଇନାଷ୍ଟି? ତାମାନେ ପ୍ରତିହାର ବଂଶର ଗ୍ରେଟେଷ୍ଟ ରୁଲର କିଏ ବୋଲିକିରି ପଚାରିଥିଲା। ଦେଖନ୍ତୁ ଏହାର ସଠିକ୍ ଉତ୍ତର ହେଇଯିବ ମିହିର ଭୋଜ। ଏକ୍ସଟ୍ରା ଫ୍ୟାକ୍ଟ ଆକାରରେ ଜାଣିବା। ଦେଖନ୍ତୁ ପିଲାମାନେ ଇଏ ଥିଲା ଏ ସିଫ୍ଟର କ୍ୱେଶ୍ଚନ୍ ଆନ୍ସର। ଆଗାମୀ ସିଫ୍ଟରେ କ'ଣ ପଚାରିପାରେ ନା ପ୍ରତିହାର ବଂଶର ରାଜା କିଏ ବୋଲିକିରି ପଚାରିପାରେ। ସେ ହେଉଛି ମିହିର ଭୋଜ। ନା ମିହିର ଭୋଜ କେଉଁ ବଂଶର ରାଜା? ସେ ହେଉଛି ପ୍ରତିହାର ବଂଶର ରାଜା। ମନେ ରଖନ୍ତୁ, ପ୍ରତିହାର ବଂଶକୁ ଗୁର୍ଜାର ପ୍ରତିହାର ମଧ୍ୟ କୁହାଯାଏ, ବୁଝିପାରିଲେ। ଆଉ ମିହିର ଭୋଜ ସେ ଆଦି ବରାହ ଟାଇଟେଲ ତାଙ୍କୁ ମିଳିଥିଲା, ବୁଝିଲା। ମାନେ ମିହିର ଭୋଜଙ୍କୁ ଆଦି ବରାହରେ ଉପାଧିରେ ଭୂଷିତ କରାଯାଇଥିଲା, ବୁଝିପାରିଲେ ନା ପିଲାମାନେ। ଆଉ କ'ଣ ପଚାରିପାରେ, ପ୍ରତିହାର ବଂଶର ଲଙ୍ଗେଷ୍ଟ ରୁଲର କିଏ? ମାନେ ସବୁଠାରୁ ଅଧିକା ଶାସନ କରିଥିବା ପ୍ରତିହାର ବଂଶର ରାଜା ସେଇ ମିହିର ଭୋଜ। କାହିଁକି ନା ସେ ଖ୍ରୀଷ୍ଟାବ୍ଦ 836ରୁ 885 ପର୍ଯ୍ୟନ୍ତ ଶାସନ କରିଥିଲେ। ତାମାନେ ପାଖାପାଖି 50 ବର୍ଷ ସେ ଶାସନ କରିଥିଲେ, ବୁଝିଗଲେ। ପୁରା କ୍ଲିଅର ପିଲାମାନେ। ଆଉ ତାଙ୍କର ଶାସନରେ ସେ ନର୍ମଦା ନଦୀ ପାଖରୁ ହିମାଚଳ ପାଦଦେଶ ପର୍ଯ୍ୟନ୍ତ ତାଙ୍କର ସାମ୍ରାଜ୍ୟ ବିସ୍ତୃତ ହେଇକିରି ରହିଥିଲା। ଶେଷରେ ସିଏ 885 ମସିହାରେ ନର୍ମଦା ନଦୀ କୂଳରେ ମୃତ୍ୟୁବରଣ କରିଥିଲେ, ବୁଝିଗଲେ ପିଲାମାନେ। ଆଉ ଜାଣନ୍ତୁ ଏହି ପ୍ରତିହାର ବଂଶର ଫାଉଣ୍ଡର କିଏ ଥିଲେ ନା ହରିଚନ୍ଦ୍ର ଏବଂ ନାଗାଭଟ୍ଟ। ତାକୁ ମଧ୍ୟ ମନେ ରଖନ୍ତୁ, ବୁଝିଗଲେ। ପୁରା କ୍ଲିଅର ହେଇଗଲେ, କିଛି ଅସୁବିଧା ହେବ ନାହିଁ। ଏଇ ଟାଇପ୍ର ଆମେ ଡିଟେଲ ଆନାଲିସିସ୍ କରିକିରି ଯିବା। ତେଣୁକରି ୟା ଭିତରୁ ହିଁ ସବୁ କ୍ୱେଶ୍ଚନ୍ସ ଆସିବ, ତା ବାହାରୁ କିଛି ଆସିବାର ଚାନ୍ସ ନାହିଁ। ଓକେ, ନେକ୍ସଟ ଦେଖିବା ନମ୍ବର 2 କ୍ୱେଶ୍ଚନ୍। Which of the following articles of the Constitutions of India provides for the creation of a GST Council? ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। GST କାଉନସିଲ ତିଆରି ହେବ, ସେଇଟା ଆମ ଭାରତର କେତେ ନମ୍ବର ଆର୍ଟିକେଲରେ ରହିଛି ବୋଲିକିରି କ୍ୱେଶ୍ଚନରେ ପଚାରିଥିଲା। କେତେ ନମ୍ବର ଆର୍ଟିକେଲ ପିଲାମାନେ? ନା ଆର୍ଟିକେଲ ଆମର 279A ରେ ପ୍ରୋଭିଜନ ରହିଛି କି ଜିଏସଟି କାଉନସିଲ ତିଆରି କରାଯାଇ ପାରିବ ବୋଲିକିରି, ବୁଝିଗଲେ। ଚାଲନ୍ତୁ ପିଲାମାନେ ତାହେଲେ ଆମେ ଟିକେ ଜିଏସଟି କାଉନସିଲ ବିଷୟରେ ଆଇଡ଼ିଆ ନେବା। ଦେଖନ୍ତୁ ଜିଏସଟି କାଉନସିଲ ଆମର ଭାରତରେ ପ୍ରତ୍ୟେକ ଷ୍ଟେଟ୍ ଆଉ ୟୁନିୟନ ଟେରିଟୋରିର ଫାଇନାନ୍ସ ମିନିଷ୍ଟର ୟାର ମେମ୍ବର ହେଇଥାନ୍ତି। ତା ସହିତ ଏକ୍ସଟ୍ରା ଆଉ 2 ଜଣ ରହିଥାନ୍ତି, ଯିଏକି ଆମର ଭାରତର ମିନିଷ୍ଟ୍ରି ଅଫ୍ ଷ୍ଟେଟ୍ ଫାଇନାନ୍ସ ମିନିଷ୍ଟର ଆଉ କ୍ୟାବିନେଟ୍ ମିନିଷ୍ଟର ଫାଇନାନ୍ସର ସେଇ 2 ଜଣ କ'ଣ କରିଥାନ୍ତି, ୟାର ମେମ୍ବର ହେଇଥାନ୍ତି। ଜିଏସଟି କାଉନସିଲର ଚେୟାରମ୍ୟାନ କହିଲେ ଆମେ ଆମ ଭାରତର ଫାଇନାନ୍ସ ମିନିଷ୍ଟର ମାନେ ନିର୍ମଲା ସୀତାରମଣଙ୍କୁ ବୁଝିବା, ବୁଝିଗଲେ ପିଲାମାନେ। ପ୍ରତ୍ୟେକ ବର୍ଷ ଜିଏସଟି କାଉନସିଲର ମିଟିଂ ହେଇଥାଏ। ଏହି ବର୍ଷ 2025 ମସିହା ସେପ୍ଟେମ୍ବର 3-4 ତାରିଖରେ କୋଉଠି ହେଇଥିଲା ବୋଲିକିରି ମଧ୍ୟ ପଚାରିପାରେ ଆଗାମୀ ସିଫ୍ଟ ମାନଙ୍କରେ, ବୁଝିପାରିଲେ। ତାହେଲେ କୋଉଠି ହେଇଥିଲା? ନ୍ୟୁ ଦିଲ୍ଲୀରେ ହେଇଥିଲା। କେତେ ତମ ଜିଏସଟି କାଉନସିଲ? ଏଇଟା ମଧ୍ୟ ପଚାରିପାରେ। ତାହେଲେ କେତେ ତମ? ନା 56ତମ ଜିଏସଟି କାଉନସିଲ, ମନେ ରଖିବେ, ବୁଝିଗଲେ। ପୁରା କ୍ଲିଅର, କିଛି ଅସୁବିଧା ହେବ ନାହିଁ। ୟା ଭିତରେ ହିଁ କ୍ୱେଶ୍ଚନ୍ ସବୁ ଆସିବ, ବୁଝିଗଲା। ଚାଲନ୍ତୁ ପିଲାମାନେ ଆଗକୁ ଦେଖିବା, ବହୁତ ବଢ଼ିଆ କ୍ୱେଶ୍ଚନ୍ ସବୁ ପରୀକ୍ଷାରେ ଆସୁଛି, ତାକୁ ଆମେ ଡିଟେଲ ଆଲୋଚନା କରିବା। ନେକ୍ସଟ ନମ୍ବର 3, Which Amendment Act introduced the right to education? ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ରାଇଟ୍ ଟୁ ଏଜୁକେସନ ଅଣ୍ଡର ଦ ଫଣ୍ଡାମେଣ୍ଟାଲ ରାଇଟ୍। ପରୀକ୍ଷାରେ ଆସିବ ରାଇଟ୍ ଟୁ ଏଜୁକେସନ କାହା ଅଣ୍ଡରରେ ଆସିଥାଏ ନା ଫଣ୍ଡାମେଣ୍ଟାଲ ରାଇଟ୍ସ ଅଣ୍ଡରରେ ଆସିଥାଏ, ହେଲା। କିନ୍ତୁ ଏହି ପ୍ରଶ୍ନରେ କ'ଣ ପଚାରିଛି, କେତେତମ ଆମେଣ୍ଡମେଣ୍ଟ ଆକ୍ଟରେ ରାଇଟ୍ ଟୁ ଏଜୁକେସନକୁ ଫଣ୍ଡାମେଣ୍ଟାଲ ରାଇଟ୍ସରେ ପୁରା ହେଇଥିଲା, ବୁଝିହେଲା। କେତେତମ ଆମେଣ୍ଡମେଣ୍ଟରେ ଭର୍ତ୍ତି କରାଯାଇଥିଲା ନା 86th ଆମେଣ୍ଡମେଣ୍ଟ ଆକ୍ଟ ଅଣ୍ଡରରେ ତାକୁ ପୁରା ହେଇଥିଲା ବା ଭର୍ତ୍ତି ହେଇଥିଲା ଫଣ୍ଡାମେଣ୍ଟାଲ ରାଇଟ୍ସ ଭିତରକୁ, ମନେ ରଖନ୍ତୁ, ହେଲା। ଆଗାମୀ ସିଫ୍ଟରେ କ'ଣ ପଚାରିବ, ଏଇ ଯେଉଁ ରାଇଟ୍ ଟୁ ଏଜୁକେସନ କେତେ ନମ୍ବର ଆର୍ଟିକେଲରେ ଅଛି? ଆମର ଆର୍ଟିକେଲ 21A ମଧ୍ୟରେ ରହିଛି,
ହେଲା। କୋଉ ବର୍ଷ ଏହାକୁ ଇମ୍ପ୍ଲିମେଣ୍ଟ କରାଯାଇଥିଲା ନା 2002 ମସିହାରେ ଏହାକୁ ଇମ୍ପ୍ଲିମେଣ୍ଟ କରାଯାଇଥିଲା। ସେତେବେଳକାର ପ୍ରଧାନମନ୍ତ୍ରୀ କିଏ ଥିଲେ ବୋଲି ପଚାରିପାରେ, ଅଟଳ ବିହାରୀ ବାଜପେୟୀ ଥିଲେ। ମନେ ରଖନ୍ତୁ ପିଲାମାନେ ହେଲା, ଅଟଳ ବିହାରୀ ବାଜପେୟୀ ସେଇ ସମୟରେ ଥିଲେ, ଯୋଉ ସମୟରେ କି ଆମର 86 ଆମେଣ୍ଡମେଣ୍ଟ ଆକ୍ଟ ଆସିକିରି ରାଇଟ୍ ଟୁ ଏଜୁକେସନକୁ ଫଣ୍ଡାମେଣ୍ଟାଲ ରାଇଟ୍ସ ଅଣ୍ଡରରେ ଇନକ୍ଲୁଡ କରାଯାଇଥିଲା। ଆଉ ରାଇଟ୍ ଟୁ ଏଜୁକେସନରେ ଆମମାନଙ୍କର 6ରୁ 14 ବର୍ଷର ଭାରତର ନାଗରିକମାନଙ୍କୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ ମିଳିବ, ମାନେ ମାଗଣାରେ ପଢ଼ିବାର ସୁବିଧା ପାଇପାରିବା ଆମେ। ସେଇଟା ଆମର 2002 ମସିହାରେ ଲାଗୁ କରାଯାଇଥିଲା। ବୁଝିଗଲେ? ପୁରା କ୍ଲିଅର ପିଲାମାନେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା ହେଲା। କଣ ଅଛି ନମ୍ବର 4 କ୍ୱେଶ୍ଚନ ଦେଖନ୍ତୁ, ଫ୍ରମ୍ ହୁୟାର ଲୁନି ରିଭର ଅରିଜିନେଟ୍ସ, ମାନେ ଲୁନି ନଦୀଟିଏ କୋଉ ଜାଗାରୁ ଉତ୍ପତ୍ତି ହେଇଛି। ନାଗ ପାହାଡ଼ ବୋଲି ଗୋଟେ ପାହାଡ଼ ଅଛି, ଯୋଉ ପାହାଡ଼କୁ ନାଗା ହିଲ୍ସ ମଧ୍ୟ କୁହନ୍ତି, ଯୋଉ ପାହାଡ଼ରୁ ଲୁନି ନଦୀଟିଏ ଉତ୍ପତ୍ତି ହେଇଛି। ଆଗାମୀ ଶିଫ୍ଟରେ କଣ ପଚାରି ପାରିବ ନା ଲୁନି ନଦୀ କୋଉ ରାଜ୍ୟରେ ଅବସ୍ଥିତ, ରାଜସ୍ଥାନ ରାଜ୍ୟରେ। ବୁଝିପାରିଲେ? ଆଉ ଲୁନି ନଦୀ କୋଉ ଜିଲ୍ଲାରୁ ଉତ୍ପତ୍ତି ହେଇଛି ନା ରାଜସ୍ଥାନ ରାଜ୍ୟର ଆଜମେର ଜିଲ୍ଲାରୁ ଲୁନି ନଦୀଟିଏ ଉତ୍ପତ୍ତି ହେଇଛି ପିଲାମାନେ। ବୁଝିଗଲେ? କୋଉ ଜାଗାରେ ସେ ପଡିଛି ଲୁନି ନଦୀ ନା ହେଉଛି ରନ୍ ଅଫ୍ କଚ୍ଛ ଗୁଜରାଟ ରାଜ୍ୟରେ এই ଲୁନି ନଦୀଟିଏ କଣ ହେଇଛି ଆରବ ମହାସାଗରରେ ଇଏ ପଡିଛି। ମନେ ରଖନ୍ତୁ ପିଲାମାନେ ହେଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଏଇ ଯୋଉ ଲୁନି ନଦୀ, ଏଇ ନଦୀରେ କୋଉ ଡ୍ୟାମଟିଏ ବନ୍ଧା ହେଇଛି। ମନେ ରଖନ୍ତୁ ଯଶବନ୍ତ ସାଗର ଡ୍ୟାମ। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଯଶବନ୍ତ ସାଗର ଡ୍ୟାମ। ସେଇ ସମୟରେ ସେଠିକାର ରାଜା ଯଶବନ୍ତ ସିଂ 1892 ମସିହାରେ ଗୋଟେ ଡ୍ୟାମ ତିଆରି କରିଥିଲେ। ସେଇ ଡ୍ୟାମର ନାଁ ହେଉଛି ଯଶବନ୍ତ ସାଗର ଡ୍ୟାମ। ସେଇ ସମୟରେ ସେଇ ଯଶବନ୍ତ ସାଗର ଲେକ୍ ମ୍ୟାନମେଡ୍ ଲେକ୍ ଭିତରୁ ଲାର୍ଜେଷ୍ଟ ଇଣ୍ଡିଆର ରହୁଥିଲା। ମାନେ ଭାରତର ସବୁଠାରୁ ବଡ଼ ଲେକ୍ ଭିତରୁ ଯଶବନ୍ତ ସାଗର ଲେକ୍ ବା ଯଶବନ୍ତ ସାଗର ଡ୍ୟାମଟିଏ ରହୁଥିଲା। ମ୍ୟାନମେଡ୍ ମଣିଷ ଦ୍ୱାରା ତିଆରି ହେଇଥିଲା ସେଇଟା ପିଲାମାନେ 1892 ମସିହାରେ। ବୁଝିପାରିଲେ? କିଛି ଟେକ୍ନୋଲୋଜି ନଥିଲା ସେ ସମୟରେ। ସେଠିକାର ରାଜା ଯଶବନ୍ତ ସିଂ ଏହି ଡ୍ୟାମକୁ ଲୁନି ନଦୀରେ ବାନ୍ଧିଥିଲେ। ବୁଝିଗଲେ? ପୁରା କ୍ଲିଅର, କିଛି ଅସୁବିଧା ହବନି ପିଲାମାନେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ 5 ନମ୍ବର ପ୍ରଶ୍ନକୁ। ୟୁନିଫର୍ମ ସିଭିଲ କୋଡ୍, ମନେ ରଖନ୍ତୁ ୟୁସିସି ହେଲା। এইটা କେତେ ନମ୍ବର ଆର୍ଟିକେଲରେ ରହିଛି? ଏହା ହେଉଛି ଆମର ଆର୍ଟିକେଲ 44ରେ ରହିଛି। ୟୁସିସି ଆପଣମାନଙ୍କର ଡିପିଏସ୍ପି ଭିତରେ ରହିଛି, ୟାକୁ ମଧ୍ୟ ମନେ ରଖିବେ ଡିପିଏସ୍ପି ହେଲା। ଡାଇରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ୍ ପଲିସି, ତା ଅଣ୍ଡରରେ ଆମର ୟୁସିସି ଆସିଥାଏ। ୟୁସିସି ଆମର ଗୋଆରେ ଅଲରେଡି ଲାଗୁ ହେଇଛି। ଫାର୍ଷ୍ଟ ଟାଇମ୍ ବା ପ୍ରଥମ ଥର ପାଇଁ ଆମର ଉତ୍ତରାଖଣ୍ଡର ଚିଫ ମିନିଷ୍ଟର ପୁଷ୍କର ସିଂ ଧାମୀ ୟାକୁ ଇମ୍ପ୍ଲିମେଣ୍ଟ କରିଥିଲେ। ତେଣୁକରି ଇଏ ବର୍ତ୍ତମାନ ନ୍ୟୁଜରେ ବହୁତ ହାଇଲାଇଟେଡ୍ ରହିଛି। ତେଣୁକରି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟି ଆପଣମାନଙ୍କ ପାଇଁ। ତେଣୁକରି ଆଗାମୀ ଶିଫ୍ଟରେ ଏହି କ୍ୱେଶ୍ଚନଟି ପଡ଼ିବାର ବହୁତ ଚାନ୍ସ ରହିଛି। ନେକ୍ସଟ ନମ୍ବର 6, ଇନ୍ 2025 ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଇଣ୍ଡିଆ ର୍ୟାଙ୍କଡ ଡ୍ୟାସ୍। ଦେଖନ୍ତୁ 2025 ମସିହାରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଯେଉଁ ଆସିଥିଲା, ଏଇଥିରେ ଭାରତର ର୍ୟାଙ୍କ ହେଉଛି 102। ବୁଝିହେଲା? ଏକ୍ସଟ୍ରା ଫ୍ୟାକ୍ଟ ଆଗାମୀ ଶିଫ୍ଟରେ ନିଶ୍ଚୟ ଆସିବ। କ'ଣ ଆସିବ ଦେଖନ୍ତୁ, ଇଣ୍ଡିଆର ସ୍କୋର କେତେ ଥିଲା? 25.8 ୟାର ସ୍କୋର ଥିଲା। ତା ସହିତ ଦେଖନ୍ତୁ ଆଉ କ'ଣ ଆସିବ ନା ହାଇଏଷ୍ଟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର କେଉଁ କେଉଁ କଣ୍ଟ୍ରି ମାନେ ସବୁ ଅଛନ୍ତି ତାକୁ ଜାଣି ରଖନ୍ତୁ। ସୋମାଲିଆ, ବୁରୁଣ୍ଡି, ସାଉଥ ସୁଦାନ। ଏଇ ଯେଉଁ ତିନୋଟି ଦେଶ, ଏମାନେ ହେଉଛନ୍ତି ଆଫ୍ରିକା ମହାଦେଶର ଦେଶ। ଏଇମାନେ ସବୁଠାରୁ ଭୋକିଲା ଦେଶ ଆମ ପୃଥିବୀର। ମାନେ ୟାର ନାଗରିକମାନେ ବହୁତ ଭୋକରେ ରହିଥାନ୍ତି, ଖାଇବା ପାଇଁ ପାଇନଥାନ୍ତି। ବୁଝିପାରିଲେ? ତା ସହିତ ଆଉ କ'ଣ ଏକ୍ସଟ୍ରା ଫ୍ୟାକ୍ଟର ଜାଣି ରଖନ୍ତୁ, ଯିଏକି ଆମର ପଡ଼ୋଶୀ ଦେଶ ଭିତରୁ ସବୁଠାରୁ ଅଧିକା ଭୋକିଲା। ୟାକୁ ମଧ୍ୟ ବହୁତ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ଏଇ କ୍ୱେଶ୍ଚନଟି ବାରମ୍ବାର ରିପିଟ୍ ହେଇଥାଏ, ତେଣୁକରି ତାକୁ ନିଶ୍ଚୟ ଦେଖନ୍ତୁ, ନୋଟ୍ କରନ୍ତୁ, ମନେ ରଖନ୍ତୁ। ନେକ୍ସଟ ଦେଖନ୍ତୁ ନମ୍ବର 7 କ'ଣ କହୁଛି, ହ୍ୱିଚ୍ କଣ୍ଟ୍ରି ଇଜ୍ ଦ ବେଷ୍ଟ ଇନ୍ ୱେଷ୍ଟ ମ୍ୟାନେଜମେଣ୍ଟ। କେଉଁ କଣ୍ଟ୍ରିଟିଏ ସବୁଠାରୁ ୱେଷ୍ଟ ମ୍ୟାନେଜମେଣ୍ଟରେ ବେଷ୍ଟ ପରଫର୍ମାନ୍ସ କରିଥାଏ? ସେ ହେଉଛି ଜର୍ମାନୀ। ଜର୍ମାନୀ ହେଉଛି ଆପଣମାନଙ୍କର ୟୁରୋପ ମହାଦେଶର ଗୋଟେ କଣ୍ଟ୍ରି, ଯେଉଁଥିରେ କି ଆମର 65% ୱେଷ୍ଟକୁ ସେ ରିସାଇକେଲ କରିଥାଏ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ପିଲାମାନେ ହେଲା। ଆଉ ୱେଷ୍ଟ ମ୍ୟାନେଜମେଣ୍ଟ ଆପଣମାନଙ୍କର 4 ଟାଇପ୍ସର ରହିଛି। ନେକ୍ସଟ ଦେଖିବା ପିଲାମାନେ ନମ୍ବର 8 କ'ଣ କହୁଛି, ହ୍ୱାଟ୍ ଇଜ୍ ଦ କରେଣ୍ଟ ରିଭାଇଜ୍ଡ ଓଡ଼ିଶାସ୍ କୋଷ୍ଟ ଲାଇନ୍। ଓଡ଼ିଶାର ବର୍ତ୍ତମାନ କୋଷ୍ଟ ଲାଇନ୍ର ଲେନ୍ଥକୁ ରିଭାଇଜ୍ କରାଯାଇଛି। ସେଇ ଲେନ୍ଥ କେତେ ଅଛି ବୋଲିକିରି ପଚାରିଛି। ଦେଖନ୍ତୁ ୟାର ସଠିକ୍ ଉତ୍ତର ହେଇଯିବ 574.7 କିଲୋମିଟର। ବୁଝିଗଲେ? ତାହେଲେ ପୂର୍ବରୁ କେତେ ଥିଲା ନା ପୂର୍ବରୁ 476.4 କିଲୋମିଟର ଥିଲା। ବର୍ତ୍ତମାନ ହେଇଛି ଆପଣଙ୍କର 574.7 କିଲୋମିଟର, ଯେଉଁଟାକି ଆମର 96 କିଲୋମିଟର ଇନକ୍ରିଜ୍ ହେଇଛି।
एई डाटा आपणमानकर गवर्नमेंट ऑफ इंडिया रो मिनिस्ट्री ऑफ होम अफेयर्स रो ऑफिशियल वेबसाइट रे मध्ये रहिछि तांको द्वारा ये पब्लिश हेछि याको मध्ये मन रखिबे हला। नेक्स्ट देखिया नंबर 9 व्हाट इज द रिप्लेसमेंट ऑफ कालिया योजना। कालिया योजना बहुत इंपोर्टेंट योजना पिला माने जो योजना को रिप्लेसमेंट कराइथिला कोन नाम तार थिला बोली करी से पचारिछि यार सठिक उत्तर हे जीवो सीएम किसान योजना। ता माने कालिया योजना को परिवर्तन कराहेनी केवल तार नाटी को चेंज कराइछि से नाटी होछि सीएम किसान योजना। केबे परिवर्तन करागला ताकू जानिबा दरकार काहे कि आगामी सीट पई बहुत इंपोर्टेंट कोन आसीबो देखंतु ना 2024-25 मसिया रे हमर सीएम मोहन चरण माझी से कोन करथिले याकू रिनेम करथिले कालिया योजना को सीएम किसान योजना आकार रे मने रहिला पिला माने। अच्छा आमे तो जानिले वर्तमान टिके देखिबा कालिया योजना केबे स्टार्ट हेतिला 2019 मसिया रे पिला माने मन रखंतु बुझी गले कालिया योजना विषय रे। एई क्वेश्चन टी सेम टू सेम पूर्व थर जो आरआई एग्जाम रो एनालिसिस करथिली मु 2024 मसिया रे यार प्रीलिम रे सेइथिरे एई क्वेश्चन टी एनालिसिस करथिली सेथिरे पडिथिला पुनी एइथिरे मध्ये पडिछि ता माने 2024 मसिया रे जो आरआई रो प्रिलिमिनारी शिफ्ट वाइज जो एनालिसिस करथिली सेइथिरो क्वेश्चंस डायरेक्ट आसुछि पिला माने तेनु करी तारो एनालिसिस प्लेलिस्ट रे रहिछि से प्लेलिस्ट रो वीडियो को जाई करी आपण माने निश्चय देखंतु रिपीट डायरेक्ट क्वेश्चन होछि क्वेश्चन सेइथिरो निश्चय आसीबो आ आसुछि मध्ये तेनु करी ता वीडियो को देखंतु नोट करंतु आ ताकू प्रैक्टिस करंतु। ओके पूरा क्लियर पिला माने चलंतु परवर्ती सेक्शन को जीवा पिला माने वर्तमान आमे देखिबा ओडिया सेक्शन को। ओडिया सेक्शन रे सार्थकर विपरीत शब्द पचारतिला पिला माने सार्थकर विपरीत शब्द कोन हे जीवो ना निरर्थक हे जीवो पिला माने हला। तेनु करी विपरीत शब्द ओडिया आपण मानक पई बहुत इंपोर्टेंट रहउची प्रति शब्द मध्ये बहुत इंपोर्टेंट रहउची प्रत्येक शिफ्ट रे आसुची रूढी प्रत्येक शिफ्ट रे आपण मानकर दुईटी क्वेश्चन आसुची पिला माने हला। अनुच्छेद आपण मानकर अनुच्छेद रु 5टी क्वेश्चन पचारुची तेणु अनुच्छेद आपण मानक पई बहुत इंपोर्टेंट ता सहित शुद्धि मध्ये आपण मानकर क्वेश्चन सब आसुची हला। इंग्लिश को देखिबा इंग्लिश रो ओलिगार्की आपण मानकर पडितिला ओलिगार्की सिंगल वर्ड एथिरे आपण मानकर मीनिंग कोन हे जीवो एक्जिस्टिंग गवर्नमेंट बाय द फ्यू किछि लोकंक द्वारा सरकार चलेइबा ए होची आपण मानकर ओलिगार्की कोआ जाय। ठीक से परिका आपण मानकर मोनार्की जोटे कि राजा शासन सेही परिका आपण मानकर अनार्की जोटा कि अराजकता सेही परिका आपण मानकर थियोकार्सी एगुडा आपण मानकर पढि कि निश्चय रे एग्जाम हॉल को जिवे हला। ता सहित आपण मानकर पीक्यूआरएस प्रत्येक शिफ्ट रे आसुची एंटोनिम सिनोनिम्स गोटे लेखाय आसुची स्पेलिंग करेक्ट स्पेलिंग मध्ये आसुची पिला माने हला। आउ पैसेज रो आपण मानकर 3 मार्क आसुची पिला माने बुझी गले। ये थिला आपण मानकर इंग्लिश सेक्शन। आमे नेक्स्ट देखिबा मैथमेटिक्स सेक्शन को। मैथमेटिक्स रे आपण मानकर मेंसुरेशन सिलिंडर रो वॉल्यूम क्वेश्चन रो गोटे आस्तिला पिला माने हला पचारतिला कि सिलिंडर रो वॉल्यूम रो सिलिंडर आपण मानकर हाइट देतिला आ तार रेडियस देतिला तार वॉल्यूम कोन हबो पचारतिला सेबला ट्रिगोनोमेट्री रो दुईटी क्वेश्चन आस्तिला पिला माने प्रॉफिट लॉस रो दुईटी क्वेश्चन ट्रेन प्रॉब्लम आसुची पिला माने पाइप सिस्टम क्वेश्चन आसुची एवरेज रो क्वेश्चन आस्तिला पिला माने हला। ता सहित आपण मानकर रेशियो हला आ परसेंटेज रो क्वेश्चन बारंबार आसुची बुझी गले। देन आमे देखिबा रीजनिंग सेक्शन को आपण मानकर स्टेटमेंट कंक्लूजन रो दुईटी क्वेश्चन आसुची पिला माने हला। ब्लड रिलेशन दुईटी क्वेश्चन आसुची सिटिंग अरेंजमेंट बहुत इंपोर्टेंट पिला माने प्रत्येक शिफ्ट रे सिटिंग अरेंजमेंट तीनोटी क्वेश्चन आसुची हला जोडा कि टाइम टेकिंग रो ताकू टिके ध्यान देबे हला। कोडिंग डिकोडिंग रो क्वेश्चन आसुची मिरर इमेज रो क्वेश्चन आसुची पिला माने हला। सीरीज रो आपण मानकर को शिफ्ट रे किछि पिला कहउचंती सर अल्फाबेट सीरीज रो किछि पिला कहउचंती सर नंबर सीरीज रो क्वेश्चन आसुची तेन करे सीरीज रो क्वेश्चंस को आपण माने देखंतु। ता सहित एई शिफ्ट रे आपण मानकर इंटरचेंज रो गोटे क्वेश्चन आस्तिला इंटरचेंज माने एथिरे आपण मानकर प्लस माइनस मल्टीपल डिवीजन ए टाइप रो थिला ताकू इंटरचेंज करिकरी सेही इक्वेशन टी कोटा करेक्ट हो बोलिकरी पचारतिला हला। तेनु करी एई टाइप रो क्वेश्चन आसुची तेनु करी शिफ्ट वाइज आपण माने एनालिसिस देखंतु आउ चैनल टी को सब्सक्राइब करबा सहित बेल आइकन रो ऑल नोटिफिकेशन ऑन कर दियंतु काहे कि ना मु वीडियो छाडू सीधा सड़क नोटिफिकेशन टी आपण मानकर मोबाइल को चली जीवो बुझियाला जा फल किसी असुविधा हम ना। वीडियो को निज निज सांग मान पाखक शेयर करंतु लाइक करंतु आ मतामत देवाक जम्मा भूलिबेनी। धन्यवाद।